କାରଣ ଆମମାନଙ୍କର ଦୈନନ୍ଦିନ ଜୀବନରେ ଯେତେବେଳେ ଆମେ ଈଶ୍ୱରଙ୍କର ବାକ୍ୟକୁ ତନ ତନ କରି ଶାସ୍ତ୍ରାଂଶ ପଢୁଥିବା ହେତୁରୁ ଶିକ୍ଷା କରୁଥିବା ହେତୁରୁ କୌଣସି ବିଷୟ ଆମ ପାଇଁ ନୂଆ ରହିବ ନାହିଁ, ତେବେ ମଧ୍ୟ ପବିତ୍ର ଆତ୍ମା ଈଶ୍ୱର ଆମମାନଙ୍କ ଜୀବନରେ ସେଇ ଯୋଉ ବାକ୍ୟ ଦାନ କରୁଛନ୍ତି ସେଥିରେ ଆମମାନଙ୍କୁ ଗୋଟେ ରୂପାନ୍ତରିତ ବିଷୟ, ଗୋଟେ ନୂଆ ବିଷୟ ଆମମାନଙ୍କୁ ଅନୁଭବ କରିବାକୁ ଦେବେ ତାଙ୍କର ବାକ୍ୟ ଦ୍ୱାରା। କାରଣ ତାଙ୍କର ବାକ୍ୟ ଜୀବନ୍ତ ଏବଂ ତାଙ୍କର ବାକ୍ୟ କାର୍ଯ୍ୟ ସାଧକ, ଆଉ ତାଙ୍କର ବାକ୍ୟ ବିଧାର ଖଡ୍ଗ ଠାରୁ ମଧ୍ୟ ଆହୁରି ତୀକ୍ଷ୍ଣତର। ତେଣୁ ଈଶ୍ୱରଙ୍କର ବାକ୍ୟର ଶାଣିତା ବା ଯୋଉ ପ୍ରଖରତା ସେଟା ସଦା ସର୍ବଦା ରହିବ। ଆଉ ସେଇ ବାକ୍ୟ ଦ୍ୱାରା ଆମମାନଙ୍କର ଜୀବନକୁ ସେ ରୂପାନ୍ତରିତ କରୁଛନ୍ତି, ଗଠନ କରୁଛନ୍ତି, ପରିବର୍ତ୍ତିତ କରୁଛନ୍ତି ଏବଂ ଆମମାନଙ୍କୁ ଆହୁରି ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାର ଆଗ୍ରହ ଆମମାନଙ୍କୁ ପ୍ରଦାନ କରିଛନ୍ତି। ସମସ୍ତ ଦିନ ଈଶ୍ୱରଙ୍କ ଆଡକୁ ଆମେ ଆକର୍ଷିତ ହେଉଅଛୁ। ସେଥିପାଇଁ ଆସି ଆମେ ଧ୍ୟାନ କରିବା ଯାହା ଲେଖା ଅଛି ଲୁକ 14 ପର୍ବ ତାର 15 ପଦକୁ ଆମେ ପାଠ କରିବା। ଲୁକ 14 ତାର 15 କେହି ଜଣେ ପଢି ଦେଇପାରେ? ତାହା ଶୁଣି ତାହାଙ୍କ ସହିତ ଭୋଜନରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଯୋଉ ଲୋକ ଈଶ୍ୱରଙ୍କ ରାଜ୍ୟରେ ଭୋଜନ କରିବ ସେ ଧନ୍ୟ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମମାନଙ୍କୁ ଏହି ସଂକ୍ଷିପ୍ତ ଖଣ୍ଡ ବାକ୍ୟ ଦ୍ୱାରା ଆମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ, ଯେପରି ଆମେ ବାକ୍ୟର ସତ୍ୟତାକୁ ଆହୁରି ମନେ ପକାଇ ଆମେ ଈଶ୍ୱରଙ୍କର ଧନ୍ୟବାଦ ଦେଇପାରିବା। ତେବେ ଏ ସ୍ଥାନରେ ଏହି ପ୍ରକାର ଭାବରେ ଲେଖା ହେଇଛି, ଯଦି ବା ଏହା ଏକ ଖଣ୍ଡ ବାକ୍ୟ ଅଟେ, କିନ୍ତୁ ପୂର୍ଣ୍ଣାଙ୍ଗ ଯଦି ଆମେ ବାକ୍ୟର ସମସ୍ତ ବିଷୟକୁ ଯଦି ସମ୍ପୂର୍ଣ୍ଣ ଭାବରେ ଅଧ୍ୟୟନ କରିବା ତାହେଲେ ଏଇ ଯୋଉ 14 ପର୍ବ ତାର 7 ପଦରୁ 15 ପଦ ପର୍ଯ୍ୟନ୍ତ ଏବଂ ତାର ତଳକୁ 24 ପଦ ପର୍ଯ୍ୟନ୍ତ ଯେତେବେଳେ ଆମେ ଅଧ୍ୟୟନ କରିବା ତାହେଲେ ଆମେ ଏଥର ଏଇ ପର୍ବର ବା ଏଇ ପଦର ଉଦ୍ଦେଶ୍ୟକୁ ଆମେ ସ୍ପଷ୍ଟ ଭାବରେ ବୁଝିପାରିବା। ତେବେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଯଦି ଖଣ୍ଡ ବାକ୍ୟ ହେଲେ ହେଁ ତହିଁର ସତ୍ୟତା କେତେକ ଆମେ ଦେଖିପାରିବା। ଯାହା ଲେଖା ଅଛି ଯେ ଦେଖ, ତାହା ଶୁଣି ତାହାଙ୍କ ସହିତ ଭୋଜନରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାଙ୍କୁ କହିଲେ, ଯେଉଁ ଲୋକ ଈଶ୍ୱରଙ୍କ ରାଜ୍ୟରେ ଭୋଜନ କରିବ ସେ ଧନ୍ୟ। ପ୍ରେଜ୍ ଦ ଲର୍ଡ। ଧନ୍ୟ ଶବ୍ଦଟି ଆମେ ଅନେକ ପୁସ୍ତକରେ ଆମେ ଦେଖୁ, ଯେମିତି ଗୀତ ସଂହିତା 1ରେ ଆମେ ଦେଖୁ, ଗୀତ ସଂହିତା 23ରେ ଦେଖୁ, ଏଇଭଳି ଭାବରେ ଅନେକ ଶବ୍ଦ ଆମେ ଦେଖୁ। ମାଥିଆ ଲୋକ ସୁସମାଚାର 5 ପର୍ବ 6 ପର୍ବରେ ଆମେ ଦେଖୁ। ତ ସେଇଠି ଅନେକ ଧନ୍ୟ ବିଷୟରେ ଲିଖିତ ଅଛି। ଆଉ ସେଇ ଧନ୍ୟ ବିଷୟରେ ଲିଖିତ ରହୁ ଏଇଠାରେ ମଧ୍ୟ ଗୋଟେ ବିଷୟ ଲେଖା ହୋଇଛି ବା ଈଶ୍ୱର ଆମମାନଙ୍କୁ ଆଜି ସକାଳେ କହିବା ପାଇଁ ଚାହୁଁଛନ୍ତି, ଯେଉଁ ଲୋକ ଈଶ୍ୱରଙ୍କ ରାଜ୍ୟରେ ଭୋଜନ କରିବ ସେ ଧନ୍ୟ। ପ୍ରେଜ୍ ଦ ଲର୍ଡ। ଆଉ ଏଇ ଯୋଉ ଈଶ୍ୱରଙ୍କ ରାଜ୍ୟରେ ଭୋଜନ କରିବା ଏଠି ସାଧାରଣ ବିଷୟ ନୁହେଁ, କିନ୍ତୁ ଈଶ୍ୱର ଅସାଧାରଣ ହେଲେ ହେଁ ଈଶ୍ୱର ତାକୁ ଅତି ସହଜ ଏବଂ ସରଳ କରିଦେଇଛନ୍ତି। ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ତାଙ୍କ ରାଜ୍ୟରେ ଭୋଜନ କରିବାର ବିଷୟକୁ ଅତି ସରଳ ଏବଂ ସହଜ କରିଅଛନ୍ତି। ତେବେ ମଧ୍ୟ ସେଥିରୁ କେତେକ ଲୋକ ବଞ୍ଚିତ ହେଲା ପରି ଲାଗେ। ତେବେ ଆଜି ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ଯେ ଈଶ୍ୱରଙ୍କ ରାଜ୍ୟରେ ଭୋଜନ କରିବା। ଯଦି ଆମେ ରୋମିଓ 14 ତାର 17 ପଦରେ ଦେଖିବା ତାହେଲେ ସେ ସ୍ଥାନରେ ଏହି ପ୍ରକାର ଲେଖା ଅଛି, ଈଶ୍ୱରଙ୍କ ରାଜ୍ୟ ଭୋଜନ ପାନ ନୁହେଁ, ମାତ୍ର ଧାର୍ମିକତା, ଶାନ୍ତି ଏବଂ ପବିତ୍ର ଆତ୍ମାଙ୍କ ଠାରେ ଆନନ୍ଦର ବିଷୟ ବୋଲି। କିନ୍ତୁ ଆମେ ଏ ସ୍ଥାନରେ ଦେଖିବା ପାରୁଛୁ ଯେ ଈଶ୍ୱରଙ୍କ ରାଜ୍ୟରେ ଭୋଜନ କରିବ ସେ ଧନ୍ୟ। ପ୍ରକାଶିତ 19 ପର୍ବରେ ମଧ୍ୟ ଆମେ ଦେଖିବା ପାରୁଛୁ ତାର 9 ପଦରେ ଯେ ପ୍ରକାର ଗୋଟେ ସମାନ ଶବ୍ଦ, ପାଖାପାଖି ସମାନ ଶବ୍ଦ, ଆଉ ସେତେବେଳେ ସେ ମତେ କହିଲେ, ଲେଖ, ଯେଉଁମାନେ ମେଷଶାବକଙ୍କ ବିବାହ ଭୋଜକୁ ନିମନ୍ତ୍ରିତ ସେମାନେ ଧନ୍ୟ। ମେଷଶାବକଙ୍କର ବିବାହ ଉତ୍ସବରେ ଯେଉଁମାନେ ଯୋଗ ଦିଅନ୍ତି ସେମାନେ ଧନ୍ୟ। ନିମନ୍ତ୍ରିତ ଲୋକ ଧନ୍ୟ ମେଷଶାବକଙ୍କ ବିବାହ ଭୋଜରେ। ତେବେ ମେଷଶାବକଙ୍କର ବିବାହ ଭୋଜ ଯଦି ଆମେ ଦେଖିବା ପାରୁଛୁ ସ୍ଥାନରେ
କିନ୍ତୁ ଏଇଠି ଆମେ ଦେଖି ଈଶ୍ୱରଙ୍କ ରାଜ୍ୟରେ ଭୋଜନ କରିବ ସେ ଧନ୍ୟ। ପ୍ରେଜ ଦ ଲର୍ଡ। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ତେବେ ଏମାନେ ଗୋଟେ ପ୍ରଶ୍ନ ଉଠେ ଯେ କିଏ ପ୍ରଭୁଙ୍କ ରାଜ୍ୟର ଭୋଜନରେ ବସିବ, କିଏ ପ୍ରଭୁଙ୍କ ରାଜ୍ୟରେ ଭୋଜନ କରିବ? ଯଦି ଗୋଟେ ପ୍ରଶ୍ନ ହେବ ତାହେଲେ ତାର ଉତ୍ତର ସ୍ୱରୂପେ ମାଥିଲୁକ ସୁସମାଚାର ତାର 8 ପର୍ବରେ ଆମେ ଦେଖିବା ପାରିବୁ। ମାଥିଲୁକ ସୁସମାଚାର 8 ପର୍ବ 11 ଏବଂ 12 ପଦରେ 11 ଏବଂ 12 এই ପ୍ରକାର ଲେଖା ଅଛି ଯେ କିନ୍ତୁ ମୁଁ ତୁମମାନଙ୍କୁ କହୁଛି ଅନେକ ପୂର୍ବ ପଶ୍ଚିମରୁ ଆସି ଅବ୍ରାହମ ଇସାକ ଯାକୋବଙ୍କ ସହିତ ସ୍ୱର୍ଗ ରାଜ୍ୟରେ ଭୋଜନରେ ବସିବେ, ମାତ୍ର ରାଜ୍ୟର ସନ୍ତାନ ମାନେ ବାହାର ଅନ୍ଧକାରରେ ପକାଯିବେ, ସେଠାରେ ରୋଦନ ଓ ଦନ୍ତର କିଳିମିଳି ହେବ। ତେବେ ଏ ସ୍ଥାନରେ ଆମେ ଦେଖିବା ପାରୁଛୁ ଯେ ଏଇ ଯୋଉ କଥାଟି ସେ କହିଲେ, ଏଇ କଥା କହିବାର ତାତ୍ପର୍ଯ୍ୟ ହେଲା ଯେ ସେ ସ୍ଥାନରେ ଜଣେ ସତ ସେନାପତି ଅଛନ୍ତି ଥିଲେ, ଆଉ ସତ ସେନାପତିଙ୍କର ଦାସ ଅସୁସ୍ଥ ଅବସ୍ଥାରେ ଅଛନ୍ତି। ତେଣୁ ସତ ସେନାପତି ତାଙ୍କ ପାଖକୁ ଯାଇଛନ୍ତି ଏବଂ ତାଙ୍କର ଦାସର ସୁସ୍ଥତା ନିମନ୍ତେ ତାଙ୍କୁ ଅନୁରୋଧ କରିଛନ୍ତି। ସେଇ ଘଟଣାକୁ ଆମେ ୟାର ପୂର୍ବବର୍ତ୍ତୀ ପଦ ଗୁଡାକରେ ଆମେ ଦେଖିବା ପାରୁଛୁ। ଯେତେବେଳେ ସେ ତାଙ୍କ ପାଖକୁ ଯାଇଛନ୍ତି ସେ ସମୟରେ ସେ କହିଲେ ଠିକ ଅଛି ମୁଁ ଯାଇକି ତାଙ୍କୁ ସୁସ୍ଥ କରିବି। କିନ୍ତୁ ସେ କହିଲେ ଯେ ପ୍ରଭୁ ଆପଣ ମୋ ଘରେ ପାଦ ପକାଇବେ ଏ ପ୍ରକାର ମୁଁ ଯୋଗ୍ୟ ନୁହେଁ, କିନ୍ତୁ ପଦେ ଆପଣ ଆଜ୍ଞା କରନ୍ତୁ ଆଉ ମୋହର ଦାସ ସୁସ୍ଥ ହେବ। ପ୍ରେଜ ଦ ଲର୍ଡ। ତ ତାଙ୍କର ଯୋଉ ବିଶ୍ୱାସ ଥିଲା ସେ ବିଶ୍ୱାସକୁ ଯେତେବେଳେ ପ୍ରଭୁ ଦେଖିଲେ ଆଉ ସେ ସମୟରେ ତାଙ୍କୁ କହିଲେ, ଏଇଥିପାଇଁ ସେ କହିଲେ ଯେ ତାଙ୍କର ବିଶ୍ୱାସକୁ ଦେଖିବା ପରେ ସେ ତାଙ୍କୁ କହିଲେ ନା ଅନେକ ପୂର୍ବ ଓ ପଶ୍ଚିମରୁ ଆସିବେ ଏବଂ ଅବ୍ରାହମ ଇସହାକ ଯାକୋବଙ୍କ ସହିତ ସ୍ୱର୍ଗ ରାଜ୍ୟରେ ଭୋଜନରେ ବସିବେ। ପ୍ରେଜ ଦ ଲର୍ଡ। ତ ଏଇ ଯୋଉ କଥା କହିବାର ତାତ୍ପର୍ଯ୍ୟ ହେଲା ଯେ କଣ ତାଙ୍କ ଠାରେ ସେ ଦେଖି ପାରିଥିଲେ ନା ଏହା ସେ ଦେଖୁଛନ୍ତି ସତ ସେନାପତିଙ୍କ ପାଖରେ ଯେ ଯୋଉ ତାଙ୍କର ବିଶ୍ୱାସ, ଆଉ ତାଙ୍କର ବିଶ୍ୱାସ ସାଧାରଣ ବିଶ୍ୱାସ ନଥିଲା। ଯୋଉ ଇସ୍ରାଏଲ ଲୋକମାନଙ୍କ ପାଖରେ ଯୋଉ ବିଶ୍ୱାସ ସେ ଖୋଜୁଥିଲେ ତାହା ସେମାନଙ୍କ ପାଖରେ ପାଇଲେନି। ଜିହୁଦୀ ମାନଙ୍କ ଠାରୁ ଯୋଉ ବିଶ୍ୱାସ ସେ ଖୋଜୁଥିଲେ ସେ ବିଶ୍ୱାସ ଜିହୁଦୀ ମାନଙ୍କ ଠାରୁ ପାଇଲେ ନାହିଁ, କିନ୍ତୁ ଅଣ ଜିହୁଦୀ ଠାରୁ ଯେତେବେଳେ ସେ ପାଉଛନ୍ତି ସେତେବେଳେ ସେ ଲୋକଙ୍କୁ ସେ କହୁଛନ୍ତି, ତାଙ୍କର ପ୍ରଶଂସା କରି କହୁଛନ୍ତି ଯେ ସେଇ ଲୋକ ଧନ୍ୟ ହବ ଯେ ସେଇ ସମୟରେ ଅନେକ ଲୋକ ପୂର୍ବ ପଶ୍ଚିମରୁ ଆସିବେ ଏବଂ ଈଶ୍ୱରଙ୍କ ରାଜ୍ୟରେ ଅବ୍ରାହମ ଇସାକ ଯାକୋବଙ୍କ ସହିତ ଭୋଜନରେ ବସିବେ। ପ୍ରେଜ ଦ ଲର୍ଡ। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ଏଇ ସ୍ଥାନ ଆମେ ଦେଖିବା ପାରୁଛୁ ଯେ ସେ ଇସ୍ରାଏଲି ଲୋକମାନଙ୍କ ଠାରେ ଜିହୁଦୀ ଲୋକମାନଙ୍କ ଠାରେ କଣ ଖୋଜୁଛନ୍ତି ନା ବିଶ୍ୱାସ ଖୋଜୁଛନ୍ତି, କିନ୍ତୁ ଯୋଉ ବିଶ୍ୱାସ ସେମାନଙ୍କ ଠାରେ ପାଇବାର କଥା ଥିଲା ତାହା ସେ ପାଇଲେ ନାହିଁ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଆସିଥିଲେ ଏବଂ ଜିହୁଦୀ ଲୋକମାନଙ୍କ ନିମନ୍ତେ ଆସିଥିଲେ। ପ୍ରକୃତରେ ଜନ୍ମଗତ ଭାବରେ ଯେଉଁମାନେ ଜିହୁଦୀ ସେମାନଙ୍କ ପାଇଁ ସେ ଆସିଲେ, ସେମାନଙ୍କ ଠାରୁ ସେଇ ବିଶ୍ୱାସକୁ ସେ ଦେଖିବା ପାଇଁ ଚାହୁଁଥିଲେ। କିନ୍ତୁ ଜଣେ ଅଣ ଜିହୁଦୀ ଆଉ ଏ ସ୍ଥାନ ଆମେ ଦେଖିବା ପାରୁଛୁ ତାଙ୍କର ବିଶ୍ୱାସକୁ ସେ ଯେତେବେଳେ ଦେଖିଲେ ସେତେବେଳେ ସେଇ ଲୋକକୁ କହୁଛନ୍ତି ଯେ ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି। କିନ୍ତୁ ଘଟଣାଟି ଏହା ମାନେ ସେମାନେ ସେ ସ୍ଥାନରେ ଦେଖିବା ପାରୁଛୁ ଯେ ଲୋକ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣରୁ ଆସି ସ୍ୱର୍ଗ ରାଜ୍ୟରେ ଭୋଜନରେ ବସିବେ। ସେଇ ସ୍ଥାନରେ ଆମେ ଦେଖିବା ପାରୁଛୁ କିନ୍ତୁ ରାଜ୍ୟର ସନ୍ତାନ ମାନେ ବାହାର ଅନ୍ଧକାରରେ ପକାଯିବେ। ଦୁଃଖର କଥା, ରାଜ୍ୟର ସନ୍ତାନ କିଏ? ମୁଁ ସେଥିପାଇଁ ପ୍ରଥମରୁ କହିସାରିଛି ଯେ ପ୍ରକୃତରେ ଯେଉଁମାନେ ଜିହୁଦୀ, ପ୍ରକୃତରେ ଯେଉଁମାନେ ଜିହୁଦୀ ଜନ୍ମଗତ ଭାବରେ ଜିହୁଦୀ ଆଉ ଇସ୍ରାଏଲୀୟ ସେଇମାନଙ୍କ ପାଇଁ ସେ ଆସିଲେ, କିନ୍ତୁ ସେମାନେ ତାଙ୍କର ରାଜ୍ୟର ସନ୍ତାନ ନିଜର ଲୋକ। ଏବେ ସେମାନେ ତଡା ଖାଉଛନ୍ତି, ସେମାନେ ବାହାର ଅନ୍ଧକାରକୁ ଯିବେ। ବାହାର ଅନ୍ଧକାର ମାନେ ଅନନ୍ତ ନରକରେ ନିକ୍ଷିପ୍ତ ହେବେ। କିନ୍ତୁ ପୂର୍ବ ପଶ୍ଚିମର ଲୋକ ଆସିବେ ଭୋଜନରେ ବସିବେ। ବଡ ସୌଭାଗ୍ୟ ହେବ। ମେଷଶାବକଙ୍କର ବିବାହ ଉତ୍ସବରେ ମହାଭୋଜରେ ସେମାନେ ନିମନ୍ତ୍ରିତ ହେବେ ଏବଂ ସେ ସ୍ଥାନରେ ସେମାନେ ବସିବେ। ତେବେ ଯଦି ଆମେ ଈଶ୍ୱରଙ୍କ ରାଜ୍ୟରେ ବସିବାର ଗୋଟେ ସୁଯୋଗ, ଯିବାର ସୁଯୋଗ
ଯୋହନ ସୁସମାଚାର 3 पर्व तार 5 पदर मध्य देखा पार से स्थान कौन अच्छी ना जो लोक जल आत्मार पुनर्जन्म न हुए से ईश्वर राज्य प्रवेश करना आम स्थान देखुचु जोहन 8 माथ्यू 8 पर्व देखुचु जे माने विश्वास करती जो विश्वास ईश्वर चाहते देखा चाहते से विश्वास जोटा बड़ विश्वास बोली कहा जाए सरिष दाना पर विश्वास बोली कहा जाए संपूर्ण विश्वास बोली कहा जाए से विश्वास से खोजुले से विश्वास जे पाखे जीशु पाखे अच्छी जमती पितर स्वीकार उक्ति करते माथ्यू 16 पर्व आपण जीवंत ईश्वर पुत्र बोली स्वीकार कले से स्थान रे से भली विश्वास पितर को से कहले पितर ए पत्थर पर मुझे मंडल स्थापन करी नरकर बल ताको पराजय कर तो प्रभु तांको विश्वास करुवा लोक मान से दृढ़ विश्वास को देखा चाहती मजबूत विश्वास दृढ़ विश्वास बड़ विश्वास को देखा चाहते से विश्वासी से प्रकार विश्वासी माने ही ईश्वर राज्यर भोजन बसवे प्रेज द लॉर्ड तेरे जोहन 3:5 देखिलु जे जो जल एवं आत्मार खंडवाक्य कहूँ जल एवं आत्मार पुनर्जन्म न हेले केही ईश्वर राज्य रे प्रवेश करिबो नाही पुनर्बार जन्म तो से पुनर्जन्म प्राप्त लोक ही ईश्वर राज्य रे भोजन रे बसिबो हालेलुया प्रभु नाम धन्यवाद हो तेबे आम देखा पारुछु ए स्थान जो देखुलु राज्यर संतान माने बाहर अंधकार पका जीवे एबे भी जदि आमने जुगरे देखु तो ए जुगरे मध्य जे एमिति केतेक अछंती आमे काहार बचस्सा न करू तेबे मध्य आमने आपणा आपण को आमने समीक्षा करू तो जहा माथ्यू 3 पर्व तार 9 पदर लेखा अछि ना एबे भी मध्य कोन जो माने से स्थान रे एई प्रकार लेखा अछि ना एबे भी अब्राहम मानकर पिता ए जो कथारे अटकी रही जाइछंती सेमानक पाई गोटे दुर्दशार दिन अछि सेमाने बाहर अंधकार पका जिवे कारण से स्थान को अछि अब्राहम मानकर पिता एक मने मने एक कथा भावना कारण परमेश्वर अब्राहम को निमंते पत्थर गुड़ाक संतान उत्पन्न करी प्रेज द लॉर्ड हालेलुया तो ए स्थान रे देखा परछि अब्राहम जदि आउ गोटे शब्द रे कहबा को गले अनेक माने ख्रीष्ट परिवार जन्म ग्रहण करबा द्वारा करी अछु एवं करी अछंती सेमानक मध्यरो मध्य कौन सी प्रकार जदि बा से ख्रीष्ट परिवार जन्म ग्रहण करिसेंती साधु परिवार अछन धार्मिक परिवार अछन विश्वासी परिवार रे पालक परिवार रे एवं प्रचारक परिवार रे अनेक कथा जदि अछि एई समस्त विषय माने भाबी चिंता करि पारे परिवार रे जन्म ग्रहण कले हैं धर्मपरायण जीवन सेमानक पाखरे विश्वास सेमानक पाखरे सेमाने केवल एई साधारण भाव रे सांसारिक लोक मानकर जीवन यापन जे प्रकार से प्रकार जीवन यापन अछि किंतु आमन को सेथुरु पृथकीकृत हमन को हेबा तो सेमानक विषय रे कहा जाउची ना सेमाने केवल नाम रे जीवित अतर प्रकृत रे मृत प्रकाशित पुस्तक कहउछन नाम रे केवल सेमाने ना केवल तांको पाखरे गोटे फॉर्मेट केवल अछि गोटे छाया केवल अछि वास्तव विषय सेमानक पाखरे नै केवल छाया किंतु वास्तव विषय होइछंती ख्रीष्ट तो से ख्रीष्ट जो मानक ठारे विश्वास द्वारा जे माने ख्रीष्ट को धारण करिछंती हृदय रे धरि रखिछंती दुख कष्ट अभाव विभिन्न परिस्थिति अनाटन रोग समय मध्य ताड़ना निंदा समय मध्य ख्रीष्ट को जदे दृढ़ भाव रे धरि रखिछंती विश्वासर सह धरि रखिछंती से माने ईश्वर राज्य रे भोजन रे बसिबे हालेलुया केवल नाटी नेले हेबो हुए नहीं केवल नाम रे रहिले हेबो नहीं परिवार रे रहिले हेबो नहीं समाज रे रहिले चलिबनी हेबो नहीं किंतु एक स्वतंत्र जीवन दृढ़तार जीवन विश्वासर जीवन विश्वासर कर्मरत जीवन दैनंदिन जीवन रे यदि नहीं आगो को बढ़िबा ईश्वर राज्य रे मेषशावकंक विवाह उत्सव रे आमने योगदान करि परिबा ईश्वर राज्य रे आमने भोजन रे बसी रहिबा हालेलुया तो एथि पय मध्य आउरी केतेक विषय लेखा अछि जहा लूक 13 तार 30 पद रे कोन लेखा अछि ना से स्थान रे गोटे मध्य देखिया पारुछु केतेकंक पय दुख हेबो एवं केतेकंक पय आनंद हेबो कोन अछि
ନା ସେଇ ସ୍ଥାନରେ ଲେଖା ଅଛି 13:30 ଶେଷରେ ଥିବା କେତେକ ଲୋକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଲୋକ ଶେଷରେ ପଡ଼ିବେ। ଦୁର୍ଭାଗ୍ୟର କଥା, କେତେକଙ୍କ ପାଇଁ ସୌଭାଗ୍ୟ ହେବ ଆଉ କେତେକଙ୍କ ପାଇଁ ଦୁଃଖ ଘଟିବ। ଆରମ୍ଭ ତ ଉତ୍ତମ, କିନ୍ତୁ ତାର ପରିସମାପ୍ତି ଯଦି ଭଲ ରହିବ ନାହିଁ ତାହେଲେ ସେ ପଛକୁ ଆସିବ। ଆରମ୍ଭରେ ତ ସେଥିପାଇଁ ଲେଖା ହଉଛି ନା କେତେକ ଶେଷରେ ଥିବା ଲୋକ ପ୍ରଥମ ହେଇଯିବେ ଏବଂ ପ୍ରଥମରେ ଥିବା ଲୋକ ଶେଷରେ ପଡ଼ିବେ। ତ ଏଇ ସ୍ଥାନ ଆମେ ଦେଖିବା ପାରିଛୁ ଗୋଟେ ସାପ ଖେଳ, ଯୋଉ ଲୁଡୁ ଖେଳଟି ଆମେ ଦେଖିଛୁ, କେତେକ ଆମେ ଦେଖିଛୁ, ଆମମାନଙ୍କ ପିଲାମାନେ ଖେଳିବାର ବି ଦେଖିଛୁ। ତ ଲୁଡୁ ଖେଳ ଯେମିତି ସାପ ଖେଳଟା, ସାପ ଖେଳରେ କେବେ କେବେ ଯୋଉ ଲୁଡୁ ପକେଇକି ଖେଳନ୍ତି 99 ପର୍ଯ୍ୟନ୍ତ 99 ପର୍ଯ୍ୟନ୍ତ ଚଢି ଯାଆନ୍ତି, କିନ୍ତୁ ଅନେସ୍ପତକୁ ଯେତେବେଳେ ଯିବେ ସେଇଠି ଗୋଟେ ସାପ ରହେ ଆଉ ସେଟା ଖସି ଆସିବ ତଳକୁ 9, 10, 5 ଆଡକୁ ଖସି ଆସିବ, ଏକ୍ଜାକ୍ଟ ମୋ ସଂଖ୍ୟା କହୁ ନାହିଁ। ତ ସେଇ ତଳକୁ ଖସି ଆସିବ। ସେଇ ସମୟରେ କେତେକ ଲୋକ ତଳେ ଥାଇ ମଧ୍ୟ ସେମାନେ ଉପରକୁ ଉଠି ପଳେଇବେ, ଯୋଉ ସିଡି ରହିବ ସେ ସିଡି ଉପର ଦେଇ ସେମାନେ ଚଢି ପଳେଇବେ। ତେଣୁ ଆମମାନଙ୍କୁ ଉପରକୁ ଯିବା ପାଇଁ ଆଗରେ ରହିବାକୁ ହେଲେ ସେ ଖ୍ରୀଷ୍ଟ ରୂପ ସିଡିରେ ଆମମାନଙ୍କୁ ରହିବାକୁ ପଡିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଖ୍ରୀଷ୍ଟ ରୂପ ସିଡିରେ ବିଶ୍ୱାସରେ, ସମ୍ପୂର୍ଣ୍ଣ ବିଶ୍ୱାସରେ ଆମେ ଯଦି ରହିବା, ଖ୍ରୀଷ୍ଟଙ୍କୁ ହୃଦୟରେ ଧାରଣ ରଖିବା, ଖ୍ରୀଷ୍ଟ କୌଣସି ପରିସ୍ଥିତିରେ ଆମେ ତାଙ୍କୁ ତ୍ୟାଗ ନ କରିବା, ତାହେଲେ ମେଷ ଶାବକଙ୍କର ବିବାହ ଭୋଜରେ ଆମେ ଯୋଗଦାନ କରି ଭୋଜନରେ ଆନନ୍ଦରେ ବା ସେ ଭୋଜିର ଆନନ୍ଦରେ ଆମେ ଭୋଜନ ପାନ କରିବା। ତେବେ ଆମେ ଦେଖିବା ପାରୁଛୁ ଯେ କେତେକ ଶେଷରେ ଥିବା ଲୋକ ପ୍ରଥମ ହେବେ, ପ୍ରଥମରେ ଥିବା ଲୋକ ଶେଷରେ। ଯଦି ଏଇ ପଦକୁ ଆମେ କହିବା ତାହେଲେ ଏଇଠି ପ୍ରକୃତରେ ଯେଉଁମାନେ ଜିହୁଦୀ ଲୋକ ସେମାନଙ୍କ ବିଷୟରେ ବିଶେଷ କୁହାଯାଉଛି। ଯେଉଁମାନେ ପ୍ରଥମରୁ ଜିହୁଦୀ, ସେମାନେ ଜନ୍ମଗତ ଭାବରେ ଯେଉଁମାନେ ଜିହୁଦୀ, ଯେଉଁମାନେ ଆଜି ମଧ୍ୟ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିଛନ୍ତି, ଅବିଶ୍ୱାସ କରିଛନ୍ତି, ତ ଖ୍ରୀଷ୍ଟଙ୍କୁ ନିନ୍ଦା କରିଛନ୍ତି, ସେଇମାନେ ପଛରେ ରହିଯିବେ। କିନ୍ତୁ ଅନୁଗ୍ରହର ଯୁଗର ଲୋକ ଯେ ଆମ୍ଭେ, ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ଅନୁଗ୍ରହ ଯୁଗର ବିଶ୍ୱାସୀ ଯେ ଆମ୍ଭେ ମାନେ ଖ୍ରୀଷ୍ଟ ପରିବାର ଆମେ ଜଏନ କରିଛୁ, ଖ୍ରୀଷ୍ଟ ପରିବାର ମାନେ ଯୋଡି ହେଇଛୁ, ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ଧାରଣ କରିଛୁ, ଆମେ ମାନେ ଆଗରେ ରହିବା। ପ୍ରେଜ୍ ଦ ଲର୍ଡ, ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ତ ଆମେ ଯଦି ଆଗରେ ଯାଉଛୁ ତାହେଲେ ଆମେ ଆଗକୁ ବଢିବା, ପଛରେ ରହିବା ନାହିଁ। କିନ୍ତୁ ଏଇଠି ଯଦି ଆମେ ଦେଖିବା ପାରିଛୁ ତ ଗୋଟେ ବିଡମ୍ବନାର ବିଷୟ କଣ, ପ୍ରଭୁ ଆମମାନଙ୍କୁ ଯୋଉ ଅନୁଗ୍ରହ ଦାନ ଗୁଡିକ ଦେଇଛନ୍ତି, ସେ ଅନୁଗ୍ରହ ଦାନ ବିଶ୍ୱାସର ସହିତ ସେ ଅନୁଗ୍ରହ ଦାନର କର୍ମକୁ ସମାପ୍ତ କରିବ। ହାଲେଲୁୟା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେମିତି ଗୋଟେ ମହାନ ଯୋଜନା ନେଇକି ଆସିଲେ, ମିଶନ ନେଇକି ଆସିଲେ ଏବଂ ସେ କୃଷ ପରେ ତାକୁ ସମାପ୍ତ କଲେ, ତଦ୍ରୁପ ଭାବରେ ସେ ଆମମାନଙ୍କୁ ତାହାଙ୍କର ପ୍ରସ୍ଥାନରେ ନାନା ମଙ୍ଗଳ ଏବଂ ଆଶୀର୍ବାଦ ଦାନ କରିଅଛନ୍ତି, ଅନୁଗ୍ରହ ଦାନ ଦେଇଅଛନ୍ତି। ସେ ଅନୁଗ୍ରହ ଦାନ ଯାହାକୁ ଯେଉଁ ପରିମାଣରେ ଆମେ ପାଇଅଛୁ ବା ଦିଆଯାଇଛି, ସେହି ଅନୁସାରେ ଦୈନନ୍ଦିନ ଜୀବନରେ ସେ ଅନୁଗ୍ରହ ଦାନର କର୍ମକୁ ବା କାର୍ଯ୍ୟକୁ ଆମେ ସମାପ୍ତ କରିବା, ତାକୁ ପୂର୍ଣ୍ଣ କରିବା ପାଇଁ ପ୍ରୟାସ କରିବା, ଦିନ ପ୍ରତିଦିନ ବିଶ୍ୱାସରେ ଆଗକୁ ବଢିବା ଏବଂ କାର୍ଯ୍ୟରତରେ ରହିବା। ହାଲେଲୁୟା। ସେଥିପାଇଁ ପ୍ରଭୁ କହୁଛନ୍ତି ଯେ ପ୍ରଭୁ ବିବାହ ଉତ୍ସବରୁ ବାହୁଡି ଆସିବା ସମୟରେ ଯେଉଁମାନେ ସଚେତନ ହୋଇ ଯୋଗୀ ରହନ୍ତି ଏବଂ ଦ୍ୱାରରେ ଆଘାତ କରିବା ମାତ୍ରେ ଦ୍ୱାର ଫିଟାନ୍ତି, ସେହି ପ୍ରକାର ଲୋକ ହୋଇ ଆପଣାକୁ ପ୍ରସ୍ତୁତ କରିଥାଉ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ଆଗମନ କେବେ ହେବ ଜଣା ନାହିଁ, କିନ୍ତୁ ତାଙ୍କର ଆଗମନ ସମୟରେ ଆମମାନଙ୍କୁ ସମସ୍ତଙ୍କୁ ପ୍ରସ୍ତୁତ, ଅନୁଗ୍ରହର ଯୁଗରେ, ଅନୁଗ୍ରହରେ ଆମେ ଯେତେବେଳେ ପରିତ୍ରାଣଟେ ପାଇଛୁ, ତେବେ ଆମେ ଅନୁଗ୍ରହର ଯୁଗର ଲୋକ ହେବା ହେତୁରୁ ପ୍ରଭୁଙ୍କର ଆଗମନର ଅପେକ୍ଷାରେ ଆମେ ରହୁ, ସମସ୍ତ ଦିନ ତାଙ୍କର ଆଗମନର ଅପେକ୍ଷାରେ ରହୁ। କିନ୍ତୁ ଯାହା ହଉ, ତ ଏ ସମସ୍ତ ବିଷୟ ଆମେ ଶୁଣୁଛୁ ଯେ ଈଶ୍ୱରଙ୍କର ବାକ୍ୟରୁ, ନା ଯେଉଁମାନେ ମୂଳ ପଦକୁ ଯିବା ପାଇଁ ଚାହିଁବେ, ଯେଉଁମାନେ ଈଶ୍ୱରଙ୍କ ରାଜ୍ୟରେ ଭୋଜନ କରିବେ ସେମାନେ ଧନ୍ୟ। ଯୋଉ ପଦଟି ଆମେ ଆରମ୍ଭ କରିଛୁ, ତାହେଲେ ଏଟା ଈଶ୍ୱରଙ୍କ ରାଜ୍ୟରେ ଭୋଜନ ପାନର କିଛି ବନ୍ଦୋବସ୍ତ ଅଛି କି? କାରଣ ରୋମୀୟ ପୁସ୍ତକରେ ଆମେ ଦେଖୁଥିଲୁ ଈଶ୍ୱରଙ୍କ ରାଜ୍ୟ ଭୋଜନ ପାନ ନୁହେଁ, କିନ୍ତୁ ଧାର୍ମିକତା, ଶାନ୍ତି ଏବଂ ପବିତ୍ର ଆତ୍ମାଙ୍କ ଠାରେ ଆନନ୍ଦ। କିନ୍ତୁ ଯଦି ଏଇ ପଦଟି ଅଛି ତାହାର ମଧ୍ୟ ସତ୍ୟତା ନିଶ୍ଚିତ ଭାବରେ ଅଛି। ତ ସତ୍ୟତା କଣ ନା, ଆମେ ଯେତେବେଳେ ଦେଖୁଛୁ ଈଶ୍ୱରଙ୍କ ରାଜ୍ୟ ମଧ୍ୟ ଭୋଜନ ପାନ ରହିବ। ଗୋଟେ ଦୁଇଟି ପଦରେ ଆମେ ଦେଖିବାକୁ ପାରିବା, ସେ ସ୍ଥାନରେ ଯାହା ଲେଖା ଅଛି ମୁଁ ଆପଣମାନଙ୍କ ସାମନାରେ ରଖିବାକୁ ଚାହିଁବି। ମାଥିଲୁକ ସୁସମାଚାର 26 ପର୍ବ ତାର 29 ପଦ।
ମାଥିଓ 26 ତାର 29 ପର୍ବ ସରି 29 ପଦରେ ଏ ପ୍ରକାର ଅଛି ନା ସେଟା ହଉଛି ପ୍ରଭୁଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣ ଶିଷ୍ୟମାନଙ୍କ ସହିତ ଶେଷ ରାତ୍ର ପ୍ରଭୁ ଭୋଜ ପାଳନ କରିଥିଲେ। ସେଇ ସମୟରେ ଗୋଟେ ବିଶେଷ ବିଷୟ ସେ କହିଛନ୍ତି। କଣ କହିଛନ୍ତି ନା ଯୋଉ ପ୍ରଭୁ ଭୋଜ ଦେଲେ, ରୋଟି ଭାଙ୍ଗିଲେ ଏବଂ ଦ୍ରାକ୍ଷାରସ ଦେଲେ, ନିଜର ଶରୀର ଏବଂ ରକ୍ତର ନିଦର୍ଶନ ଭାବରେ ସେମାନଙ୍କୁ ପ୍ରକାଶ କରି କହିଲେ ଆଜିଠାରୁ, ସେ ସମୟଠାରୁ ସେ ଆଜିଠାରୁ ମୁଁ ଆଉ ତୁମମାନଙ୍କ ସହିତ ବା ଏଇ ଯୋଉ ଦ୍ରାକ୍ଷାରସ ଏବଂ ରୋଟି ଭୋଜନ କରିବେ ନାହିଁ। କେତେ ଦିନ ପର୍ଯ୍ୟନ୍ତ ନା ଯେଉଁ ଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମମାନଙ୍କ ସହିତ ନୂଆ କରି ଦ୍ରାକ୍ଷା ଫଳର ରସ ପାନ କରିବି, ସେଇ ଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ମୁଁ ପାନ କରିବି ନାହିଁ। ପ୍ରେଜ୍ ଦ ଲର୍ଡ। ପିତାଙ୍କ ରାଜ୍ୟରେ, ଯେଉଁ ଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମମାନଙ୍କ ସହିତ ନୂଆ କରି ଦ୍ରାକ୍ଷା ଫଳର ରସ ପାନ କରିବି। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମରେ ଧନ୍ୟବାଦ। ପିତାଙ୍କ ରାଜ୍ୟରେ ନୂତନ ଦ୍ରାକ୍ଷା ଫଳର ରସ ପାନ କରିବି, ସେଦିନ ପର୍ଯ୍ୟନ୍ତ ମୁଁ ଆଉ ଦ୍ରାକ୍ଷା ରସ ପାନ କରିବେନି। ମାର୍କ ସମାନ ପଦ ମାର୍କ 14 ତାର 25 ରେ ମଧ୍ୟ ଆପଣ ମାନେ ଦେଖିବାକୁ ପାରିବେ। କିନ୍ତୁ এই ସ୍ଥାନରେ ଆମେ ଦେଖିବା ପାରୁଛୁ ତ ଯଦି ପିତାଙ୍କ ରାଜ୍ୟରେ ଭୋଜନ କରିବେ ତେବେ ତାହେଲେ ଯେଉଁମାନେ ପୁନରୁତ୍ଥିତ ହୋଇଥିବେ, ନୂତନ ଜୀବନ ପ୍ରାପ୍ତ ପୁନରୁତ୍ଥିତ ରୂପାନ୍ତରିତ ଲୋକ ହୁଏତ ମୃତ୍ୟୁ, ଯେଉଁମାନେ ମହାନିଦ୍ରା ପ୍ରାପ୍ତ ଅଟନ୍ତି ସେମାନେ ପୁନରୁତ୍ଥାନ କରିବେ, ଯେଉଁମାନେ ଆପଣ ଶରୀର ରହିବେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ସେମାନେ ରୂପାନ୍ତରିତ ହେବେ। ତ ଏ ରୂପାନ୍ତରିତ ଶରୀରରେ କେବେ ଆମକୁ ଭୋଜନ କରିବାକୁ ମିଳିବ କି? ଯଦି ମିଳିବ ତାହେଲେ ଉଦାହରଣ ସ୍ୱରୂପ ଆମେ ଦେଖିପାରିବା ନିଶ୍ଚୟ। କାରଣ ରୂପାନ୍ତରିତ ଶରୀରରେ କେତେକ କଥା ଆମେ ଶୁଣିଛୁ ଯେ ଲୋକ ରୂପାନ୍ତରିତ ହେଲା ପରେ ସେମାନେ ସ୍ୱର୍ଗଦୂତ ପରି ରହିବେ। ଅବଶ୍ୟ ସ୍ୱର୍ଗଦୂତ ପରି ରହିବେ, କିନ୍ତୁ ଭୋଜନ ପାନ ମଧ୍ୟ ସେମାନେ କରିବେ। ପ୍ରେଜ୍ ଦ ଲର୍ଡ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଯେତେବେଳେ ଆମେ ଦେଖୁ ଲୁକ 24 ପର୍ବରେ ଯେତେବେଳେ ଆମେ ଦେଖୁଛୁ, ଲୁକ 24 ପର୍ବ ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନର ପର୍ବ। ପୁନରୁତ୍ଥାନର ପର ବିଷୟ ଗୁଡାକ, ପୁନରୁତ୍ଥାନ ପୂର୍ବର ବିଷୟ ଅଛି ଏବଂ ପୁନରୁତ୍ଥାନର ପର ବିଷୟ ମଧ୍ୟ ଅଛି। ଯୋଉ ସମୟରେ ଯୀଶୁ କୃଷାର୍ପିତ ହେବା ପରେ ଶିଷ୍ୟମାନେ ଯିହୁଦୀ ମାନଙ୍କ ଭୟରେ ଗୋଟେ ଘରେ ରୁଦ୍ଧ କୋଠରୀ ଭିତରେ ସମସ୍ତେ ଅଛନ୍ତି। ଠିକ ସେଇ ସମୟରେ ପ୍ରଭୁ ଯୀଶୁ ସେମାନଙ୍କ ରୁଦ୍ଧ କୋଠରୀ ମଧ୍ୟରେ ସେମାନଙ୍କ ମଧ୍ୟରେ ସେ ଉପସ୍ଥିତ ଓହ୍ଲାଇ ଗଲେ। ତ ଲୋକ ଦେଖି ସେମାନେ ଦେଖି ଭୟ କଲେ ଭୂତ ବୋଲି, କିନ୍ତୁ ଯୀଶୁ କହିଲେ ଏଟା ଭୂତ ନୁହେଁ, ମୋର ଶରୀରକୁ ଦେଖ। ସେ ହାତ ପାଦ ଅଙ୍ଗୁଳି ସମସ୍ତ ବିଷୟ ଦେଖାଇବା ପରେ ତେବେ ମଧ୍ୟ ବିଶ୍ୱାସ ସହିତ ସେମାନେ ମାନେ ଅବିଶ୍ୱାସ କରୁଥିଲେ। ସେଇ ଆନନ୍ଦ ବିଭିନ୍ନ କଥା ସେ ସ୍ଥାନରେ ଲେଖା ଅଛି। ତ ସେତେବେଳେ ପ୍ରଭୁ ଯୀଶୁ ସେମାନଙ୍କୁ ଏଇ କଥା କହିଲେ, ପିଲାମାନେ ତୁମମାନଙ୍କ ପାଖରେ କିଛି ଖାଇବାର ଅଛି କି? ସେତେବେଳେ ସେମାନେ ଭଜା ମାଛ ତାଙ୍କୁ ଦେଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଭଜା ମାଛ ଯେତେବେଳେ ତାଙ୍କୁ ଦିଆଗଲା, ସେତେବେଳେ ରୂପାନ୍ତରିତ ଶରୀରରେ ଖାଇ ଯୀଶୁ ଭୋଜନ ପାନ କଲେ। ହାଲେଲୁୟା। ତ ସେଇ ପ୍ରକାର ଭାବରେ ଯେତେବେଳେ ଆମେ ଦେଖୁଛୁ ଯେ ସେ ଭୋଜନ ପାନ କରୁଅଛନ୍ତି, ତେଣୁ ରୂପାନ୍ତରିତ ଶରୀର ମଧ୍ୟ ଭୋଜନ କରିବାକୁ ମିଳିବ ଏଇ ପଦ ଅନୁସାରେ। ଯଦି ଆମେ ରୂପାନ୍ତରିତ ଶରୀର କହିବା ତାହେଲେ ତାର ଯଦି ଆମେ ପୂର୍ବବର୍ତ୍ତୀ ସମୟକୁ ଯିବା, ପ୍ରଭୁ ଯୀଶୁ ମୃତ୍ୟୁବରଣ କରିବା ପୂର୍ବରୁ ବା ପିତା ମାନେ ତା ପୂର୍ବର କଥା ଯଦି ଆମେ ଚିନ୍ତା କରିବା, ଈଶ୍ୱରଙ୍କ ବାକ୍ୟରେ ଦେଖିବାକୁ ପାରିବା ନା ଯୋଉ ସମୟରେ ଯେ ପ୍ରଭୁ ଯୀଶୁ ଆସିନଥିଲେ ତାର ପୂର୍ବବର୍ତ୍ତୀ ସମୟରେ ପିତା ପରମେଶ୍ୱର ଥିଲେ, ସଦାପ୍ରଭୁ ପରମେଶ୍ୱର ଥିଲେ। ସେଇ ସମୟର ଘଟଣାକୁ ଯଦି ଆମେ ଦେଖିବା ତାହେଲେ ଆଦି ପୁସ୍ତକ ତାର 18 ପର୍ବ ଏବଂ 19 ପର୍ବକୁ ଯେତେବେଳେ ଆମେ ଯାଉ, ଆଦି ପୁସ୍ତକ 18 ଏବଂ 19 କହିଲେ ଆମେ ସହଜରେ ବୁଝି ପକାଉ ଯେ ଆଦି ପୁସ୍ତକ 18 ହଉଛି ଅବ୍ରାହମଙ୍କ ପରିବାରର କଥା ଏବଂ 19 ପର୍ବକୁ ଯେତେବେଳେ ଆମେ ଯାଉ ସେତେବେଳେ ଲୋଟଙ୍କ ପରିବାର କଥାକୁ ଆମେ ଦେଖୁ ସେ ପର୍ବରେ। ତ ପରମେଶ୍ୱର ଯେତେବେଳେ ଅବ୍ରାହମଙ୍କ ପରିବାରରେ ଆସୁଛନ୍ତି, 3 ଜଣ ଅଜ୍ଞାତ ଲୋକ ଯେତେବେଳେ ତାଙ୍କ ପାଖକୁ ଆସି ପହଞ୍ଚିଲେ, ସେତେବେଳେ ସେ ଅବ୍ରାହମ ତାଙ୍କୁ ଘରକୁ ବଳେଇଲେ, ଡାକିଲେ ଏବଂ ନିମନ୍ତ୍ରଣ କଲେ ଏବଂ ସେମାନଙ୍କ ପାଇଁ ଭୋଜ ମଧ୍ୟ ପ୍ରସ୍ତୁତ କଲେ ଏବଂ ଅନୁମତି ଯେତେବେଳେ ମାଗିଲେ, ଠିକ ଅଛି ଭୋଜନ ପ୍ରସ୍ତୁତ କରନ୍ତୁ। ଭୋଜନ ପ୍ରସ୍ତୁତ ହୁଅନ୍ତେ ଦଧି ଦୁଧ ଏବଂ ରୋଟି ବିଭିନ୍ନ କଥା ଅଛି। ତ ସେ ସମସ୍ତ ବିଷୟ ତାଙ୍କୁ ପରିବେଷଣ କରନ୍ତେ ସେମାନେ ଭୋଜନ କଲେ। ତୃପ୍ତି ପରେ ଆମେ ଦେଖିବା ପାରୁଛୁ ଯେ 2 ସ୍ୱର୍ଗଦୂତ ସଦମକୁ ବାହାରି ଗଲେ, କିନ୍ତୁ ପରମେଶ୍ୱର ଅବ୍ରାହମଙ୍କ ସହିତ
ପଥ ମଧ୍ୟରେ ରହିବେ। ତ ସେଇ ସମୟରେ ପରମେଶ୍ୱର ଅବ୍ରାହମଙ୍କ ପରିବାର ସେ ଆଶୀର୍ବାଦ କଲେ, ସାରାଙ୍କୁ ଡାକିଲେ ଏବଂ ଆଶୀର୍ବାଦ କଲେ ଏବଂ ସେ ସ୍ଥାନରୁ ସେ ଉଠି ଗଲେ ଏବଂ ଦୁଇ ସ୍ୱର୍ଗଦୂତ ସଦମରେ ଆସି ପହଞ୍ଚିଲେ। ଲୋଟଙ୍କ ପରିବାର ଯେତେବେଳେ ସେମାନେ ଆସି ପହଞ୍ଚନ୍ତି, ଲୋଟ ରାତ୍ର ସମୟରେ ସେମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କରି ଦିଅନ୍ତେ ସେମାନେ ଭୋଜନ କଲେ। ହାଲେଲୁୟା, ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ତ ଯଦି ଆମେ ଏ ସମସ୍ତ ବିଷୟ ଯେତେବେଳେ ଦେଖୁଛୁ, ଆମେ ଖୁସି ହେବା କଥା, ଆନନ୍ଦ କରିବା କଥା ଯେ ପ୍ରଭୁଙ୍କର ରାଜ୍ୟରେ ଯେଉଁମାନେ ଭୋଜନ କରିବେ, ଆଉ ସେ ଭୋଜନର ଆଜି ଯେମିତି ଚିନ୍ତା ଅଛି ଯେ ଭୋଜନ କରିବା ପାଇଁ କଣ କରିବି, କୋଉଠୁ ଆଣିବି, ବିଭିନ୍ନ କଥା ଅଛି। ସେଥିପାଇଁ ପ୍ରଭୁ କହିଲେ ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ, କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାଲି ଆପେ ଚିନ୍ତା କରିବ। ପ୍ରେଜ୍ ଦ ଲର୍ଡ। ତ ଲୋକଙ୍କର ଚିନ୍ତା ଭୋଜନ ପାନ କରିବା ବିଭିନ୍ନ କଥା ବିଷୟରେ ଅଛି, କିନ୍ତୁ ପ୍ରଭୁ ଆମମାନଙ୍କୁ କହୁଛନ୍ତି ଯେ ଯେତେବେଳେ ଆମମାନଙ୍କୁ ଯିବା ପ୍ରଭୁଙ୍କ ରାଜ୍ୟରେ ରହିବା, ସେତେବେଳେ ଆମମାନଙ୍କୁ ଆଉ କୌଣସି ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ, କାରଣ ପ୍ରଭୁ ଆପେ ଆମମାନଙ୍କ ପାଇଁ ଚିନ୍ତା କରନ୍ତି। ହାଲେଲୁୟା, ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ଏ ପ୍ରକାର ଭାବରେ ଆମେ ଯେତେବେଳେ ସମସ୍ତ ବିଷୟ ଦେଖୁଛୁ, ସେତେବେଳେ ଆମେ ଅତ୍ୟନ୍ତ ଆନନ୍ଦିତ ହେଉ ଯେ ଆଉ ଆମେ ନିଜକୁ ପ୍ରସ୍ତୁତ କରୁ, ସମୀକ୍ଷା କରୁ, ଈଶ୍ୱରଙ୍କୁ ଧନ୍ୟବାଦ ଦଉ ଏବଂ ଆମମାନଙ୍କର କାର୍ଯ୍ୟ ଗୁଡାକ ପ୍ରଭୁ ଆମମାନଙ୍କୁ ଯୋଉ ଅନୁଗ୍ରହର କାର୍ଯ୍ୟ ଗୁଡା, ଅନୁଗ୍ରହର ଦାନର କାର୍ଯ୍ୟ ଗୁଡାକ ଆମ ହାତରେ ସମର୍ପଣ କରିଛନ୍ତି। ଆମେ ଅନେକଙ୍କୁ ଧାର୍ମିକତାର ପଥରେ ବାଟ ଦେଖାଉଛୁ, ଅନେକଙ୍କୁ ପ୍ରଭୁଙ୍କ ବାକ୍ୟରେ ଶିକ୍ଷା ଦଉଛୁ, ଅନେକଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ, ଆଣ୍ଠୁ ମାଡି ପ୍ରାର୍ଥନା କରୁଛୁ। ଆମ ବିଭିନ୍ନ ପରିସ୍ଥିତିକୁ ଆମେ ପଛରେ ପକାଇ ଦେଇ ଆମେ ମଣ୍ଡଳୀ ପାଇଁ, ଅନେକ ପରିବାର ପାଇଁ ଆମେ ପ୍ରାର୍ଥନା କରୁଛୁ। ଏ ସମସ୍ତ କାର୍ଯ୍ୟରେ ଆମେ ଦିନ ପ୍ରତିଦିନ ଲାଗି ଆମମାନଙ୍କର ବିଶ୍ୱାସକୁ ଦିନ ପ୍ରତିଦିନ ମଜବୁତ କରିବା। ହାଲେଲୁୟା, ଆମେ ଦୃଢ ବିଶ୍ୱାସ ଆଡକୁ ଯିବା, କାରଣ ସେଦିନ ସେ ସୁରଫୈନିକିଆ ସ୍ତ୍ରୀଙ୍କ ମଧ୍ୟ ସେଇ କଥା ସେ କହିଥିଲେ। ସେଇ କଥା କହିଲେ, ଗୋ ନାରୀ ତୋର ବଡ ବିଶ୍ୱାସ। ହାଲେଲୁୟା, ତମମାନଙ୍କର ବିଶ୍ୱାସ ଦିନ ପ୍ରତିଦିନ ବଡ ହେଉ। ଆମମାନଙ୍କର କାର୍ଯ୍ୟ ପାଇଁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ଏବଂ ବିଶେଷ ଧାର୍ମିକତାର କାର୍ଯ୍ୟରେ ଆମେ ଲାଗି ପଡି ରହିବା। ବିଶ୍ୱସ୍ତ ଭାବରେ ଆମେ ଯେତେବେଳେ ଲାଗିକି ରହିବା, ତାହେଲେ ପ୍ରଭୁ ଆମମାନଙ୍କୁ ନିଶ୍ଚିତ ଭାବରେ ତାଙ୍କର ରାଜ୍ୟରେ ଭୋଜନ ପାନ କରିବାକୁ ସୁଯୋଗ ଦେବେ। ଆଉ ଯଦି ଆମେ ତାଙ୍କର ରାଜ୍ୟରେ ଯିବା, ତାହେଲେ ମହାନନ୍ଦ ପରେ। କିନ୍ତୁ କଥା ହଉଛି, ରାଜ୍ୟର ସନ୍ତାନ ମାନେ ବାହାର, ସେଟା ଦୁଃଖର କଥା। ଆମେ ସଚେତନ ହେଉ ଯେବେ ଏଇ ରାଜ୍ୟର ଲୋକମାନେ, ମନୋନୀତ ଲୋକମାନେ, ସାଧୁ ଲୋକମାନେ, ଆଉ ପରିବର୍ତ୍ତିତ ହୋଇଥିବା ଲୋକମାନେ, ବ୍ୟାକସ୍ଲିଡିଂ ଯେ ପରିବର୍ତ୍ତିତ ପରେ ଯେଉଁମାନେ ପଛଘୁଞ୍ଚା ଜୀବନ କାଟୁଛନ୍ତି ଏବଂ ଅବହେଳାର ଜୀବନରେ ରହିଛନ୍ତି, ସେମାନଙ୍କ ପାଇଁ ଗୋଟେ ସତର୍କତା, କାରଣ ଫେରି ଆସୁ, ଫେରି ଆସୁ। ଫେରି ଆସିଲେ ସୌଭାଗ୍ୟ ମିଳିବ। ଯଦି ଫେରିବୁ ନାହିଁ, ଯଦି ଫେରିବେ ନାହିଁ, ତାହେଲେ ଦୁଃଖ ବଢିଯିବ, ଦୁଃଖରୁ ଦୁଃଖ ଆହୁରି ବଢିବ। ଯେ ପ୍ରକାର ସେଇ ଯୋଉ ଅପବୟ ପୁତ୍ର କଥା, ଯେତେବେଳେ ବାପାଙ୍କ ଘରେ ଅତି ସୁଖର ସ୍ଥାନ, ବାପାଙ୍କର ଘର ହଉଛି ଆନନ୍ଦର ସ୍ଥାନ, ଭୋଜର ସ୍ଥାନ, କିନ୍ତୁ ଫେର ସଂସାର ଆଡକୁ ଯିବା ପରେ ତାଙ୍କର ଦୁଃଖ 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 ବଢିଗଲା। କିନ୍ତୁ ଯେତେବେଳେ ବାଉଡି ଆସିଲେ, ଲେଉଟି ଆସିଲେ, ଆଉ ସେ ପିତାଙ୍କ ଗୃହରେ ଆନନ୍ଦ ସେ ପ୍ରାପ୍ତ କଲେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସମୟ ଦେଇଥିବାରୁ ଧନ୍ୟବାଦ ଦଉଛୁ। ସଂକ୍ଷିପ୍ତ ଚିନ୍ତାଧାରା ଉପରେ ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ଆମେନ୍, ଆମେନ୍।